କୋଟି କୋଟି ନିବେଶକଙ୍କୁ ସତର୍କ କଲା ଏସ୍‌ବିଆଇ। ଘୋଟି ଆସୁଛି ବଡ଼ ବିପଦ, ଜାରି କଲା ଏହି ଚେତାବନୀ। ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ କରିବା ଏବଂ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଭାରତରେ ନିବେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଆଜିକାଲି ନିବେଶକମାନେ ପାଖରେ ବ୍ୟାଙ୍କ ଏଫ୍‌ଡି, ମ୍ୟୁଚୁଆଲ ଫଣ୍ଡ, ପିପିଏଫ୍ ଏବଂ ଷ୍ଟକ୍ ମାର୍କେଟ ଭଳି ଅନେକ ବିକଳ୍ପ ଉପଲବ୍ଧ ଅଛି, ଯେଉଁଥିରେ ସେମାନେ ସେମାନଙ୍କର ଆବଶ୍ୟକତା ଏବଂ ଆର୍ଥିକ ଲକ୍ଷ୍ୟ ଅନୁଯାୟୀ ନିବେଶ କରିପାରିବେ। ଆବଶ୍ୟକତା ଡିଜିଟାଲ କାରବାର ବୃଦ୍ଧି ସହିତ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ସାଧାରଣ ଲୋକଙ୍କ ସହିତ ସରକାରଙ୍କ ଚିନ୍ତାକୁ ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ତାର ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତାର ଚେତାବନୀ କ'ଣ କହିଛି? ଏସ୍‌ବିଆଇ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛି। ବ୍ୟାଙ୍କ କହିଛି ଯେ ଏହାର ଶୀର୍ଷ ପରିଚାଳନା ଡିପ୍‌ଫେକ୍ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯେଉଁଥିରେ ନକଲି ନିବେଶ ଯୋଜନାକୁ ପ୍ରୋତ୍ସାହିତ କରାଯାଉଛି। ଏହି ଭିଡିଓଗୁଡ଼ିକ ମାଧ୍ୟମରେ ଲୋକମାନଙ୍କୁ ଭ୍ରମିତ କରାଯାଉଛି ଏବଂ ଯୋଜନାରେ ଟଙ୍କା ନିବେଶ କରିବାକୁ ଉତ୍ସାହିତ କରାଯାଉଛି। ଏସ୍‌ବିଆଇ ସ୍ପଷ୍ଟ କରିଛି ଯେ ବ୍ୟାଙ୍କ କିମ୍ବା ଏହାର କୌଣସି ଅଧିକାରୀ ଏପରି କୌଣସି ନିବେଶ ଯୋଜନାରେ କୌଣସି ସମ୍ପୃକ୍ତ ନାହାନ୍ତି। ବ୍ୟାଙ୍କ ଜନସାଧାରଣଙ୍କୁ ଏପରି ନକଲି ଭିଡିଓ ଶିକାର ନ ହେବାକୁ ଅନୁରୋଧ କରିଛି ଏବଂ ଯେକୌଣସି ଯୋଜନାରେ ନିବେଶ କରିବା ପୂର୍ବରୁ ତଦନ୍ତ କରିବାକୁ ନିବେଦନ କରିଛି। ସାଇବର ଠକେଇ ପାଇଁ ଏଆଇ ବହୁଳ ଭାବରେ ବ୍ୟବହୃତ ହେଉଛି, ତେବେ ଦେଶରେ ଏବଂ ବିଶ୍ୱରେ ଧୀରେ ଧୀରେ ଏଆଇର ବ୍ୟବହାର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସାଇବର ଅପରାଧୀମାନେ ସାଇବର ଠକେଇ କରିବା ପାଇଁ ମଧ୍ୟ ବହୁଳ ଭାବରେ ଏଆଇ ବ୍ୟବହାର କରୁଛନ୍ତି। ସରକାର ଯେକୌଣସି ପ୍ରକାର ସାଇବର ଠକେଇକୁ ରୋକିବାକୁ ଚେଷ୍ଟା କରୁଛନ୍ତି ଏବଂ ଏଥିପାଇଁ ଅନେକ ପ୍ରୟାସ କରାଯାଉଛି। ତଥାପି ଲୋକମାନଙ୍କୁ ମଧ୍ୟ ନିଜ ପକ୍ଷରୁ ସତର୍କ ରହିବା ପାଇଁ ପଡ଼ିବ। ବିପୁଳ ଲାଭରେ ପ୍ରଲୋଭନ ପଡ଼ି ଆପଣ ଆପଣଙ୍କର କଠିନ ପରିଶ୍ରମ ଟଙ୍କା ହରାଇ ବସିବେ। ଏହି ଭିଡିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ।